ମୋତେ ତ ବାପା ଆବଶ୍ୟକ ନାହିଁ ମୋତେ ଆଶ୍ଚର୍ଯ୍ୟ ଲାଗୁଛି କଥାଟା ତୋତେ କେମିତି ଜଣେଇନାହିଁ ଜେଜେମା ହଉଛି ରୋହନ ପାଇଁ ଜିଅନ୍ତା ଠାକୁରାଣୀ ମନ୍ଦିର ଭିତରୁ ଠାକୁରାଣୀକି ରାସ୍ତା ପରେ ଫୋପାଡ଼ି ଦେବା ଯାହା ତମେ ଜେଜେମାକୁ ଧକ୍କା ମାରିବା ସେଇଆ ସବୁଠି ଜାଣି ସାରିଲା ପରେ ତମକୁ ପଚାରୁଛି କଣ ପାଇଁ ତମେ ମୋ ଜେଜେମାକୁ ଧକ୍କା ମାରିଲ କଣ ପାଇଁ ତୁ ରାତି ଝାପଟା ମାରିଲୁ ରାତି ଝାପଟା ମାରିଲୁ ମନ ଭିତରେ ଦୁଃଖ ନାହିଁ କାହିଁକି ନା ଭାଇ ହିସାବରେ ବହୁତ ଅନେକ ଥର ମାରିଛୁ କିନ୍ତୁ ତୋ ସ୍ତ୍ରୀ ଜେଜେମାକୁ ଧକ୍କା ମାରିଲେ କଣ ପାଇଁ ଭାଇ ଆପଣ ଏମିତି ମୋ ସ୍ତ୍ରୀକୁ ଅସମ୍ମାନିତ କରନ୍ତୁ ଓହୋ ତମ ସ୍ତ୍ରୀକୁ ଅସମ୍ମାନିତ କରି ବାଧ୍ୟ ଯାଉଛି ନାଇଁ ଆଉ ତମ ସ୍ତ୍ରୀ ତମ ନିଜ ଆମ ସମସ୍ତଙ୍କୁ ଅସମ୍ମାନିତ କରୁଛନ୍ତି ଘରକୁ ଯା ଚୁପଚାପ ଘରକୁ ଯା କହିଲି ଭାଇ ସେନା ସେତେବେଳେ ଆସିକି ଆମକୁ ବହୁତ କଥା କହିସାରିଲେଣି କହିଲି ନା ଘରକୁ ଯା ବୋଲି ଯାଇ ଭାଇ ଆପଣ କଣ ଆମକୁ ଘରେ ରଖେଇଦେବେନି ଏ ଘର ତ ତମରି ଘର ଘର ଭିତରେ ତମକୁ ବାହାର କରିଦେବି କୁଆଡ଼େ ହେଲେ ଘର ଭିତରେ ପ୍ରବେଶ କରିବା ପୂର୍ବରୁ ତୋ ସ୍ତ୍ରୀକି ବୁଝେଇ ଦେ ଜେଜେମା ଆମର କିଏ ଜେଜେମା ଆମ ପାଇଁ ଜୀବନରେ ସବୁ କଣ କଣ କରିଛନ୍ତି ଗୋଟି ଗୋଟିକି ବୁଝେଇ ଦେ ତୁ ଯଦି ବୁଝେଇ ନ ପାରିବୁ ବାଧ୍ୟ ହେଇ ତୋ ସ୍ତ୍ରୀକି ମୁଁ ବୁଝେଇଦେବି ଶୁଣ ବାବୁ ଆମମାନଙ୍କର ମା ମରିଗଲା ପରେ ଏଇ ଜେଜେମା ଆମମାନଙ୍କର ମା ହେଇଛି ଆମମାନଙ୍କର ବାପା ମରିଗଲା ପରେ ଏଇ ଜେଜେମା ପର ଘରେ ମୁଣ୍ଡରେ ଖୁଆଇ ଦେଇ ଆମମାନଙ୍କୁ ମଣିଷ କରିଛି আর যদি রহন ইঞ্জিনিয়ার হইতে হয় সেটিপাই দায়ী হচ্ছে কেবল জেজেমা ছাড়